ଆମର ସକାଳୁ ସକାଳୁ ୱାକିଂ ଚାଲିଛି। ଆପଣ ମଧ୍ୟ ଏଇଭଳି ପ୍ରାତଃ ଭ୍ରମଣ କରନ୍ତୁ। ପ୍ରାତଃ ଭ୍ରମଣ କଲେ ଶରୀର ସୁସ୍ଥ ରହିବ। ହେଲ୍ଥ ଇଜ୍ ୱେଲ୍ଥ। ନମସ୍କାର ସାଙ୍ଗମାନେ, ଆଜି ଆମେ ବାତାପି ଲେମ୍ବୁର ଉପକାରିତା ବିଷୟରେ ଜାଣିବା। ଆଚ୍ଛା ବାପା, ବାତାପି ଲେମ୍ବୁ ଖାଇଲେ କ'ଣ ଲାଭ ମିଳେ? ଏହା ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ବାତାପି ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ସର୍ଦ୍ଦି କାଶର ଯେଉଁ ଥାଏ ବେମାର, ତାକୁ ବି ଇଏ କମ୍ କରିଥାଏ। ଭଲ କଥା। ହଜମ ପାଇଁ ଏହା କିପରି ଉପକାରୀ? ଦେଖ, ଯେତେ ଗୁଡ଼ିଏ ଫଳ ଅଛି ପ୍ରଭୁ ଆମକୁ ଦେଇଛନ୍ତି ଭଗବାନଙ୍କ ସୃଷ୍ଟିରେ, ସମସ୍ତଙ୍କର ଉପକାରିତା ଗୁଣ ଅଛି। ଇଏ ଲେମ୍ବୁ ବହୁତ ବଡ଼ ଲେମ୍ବୁ, ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ଯେ କେତେ ବଡ଼ ଲେମ୍ବୁ। ଏଥିରେ କ'ଣ ହଜମ ଶକ୍ତି କାହିଁକି ରୁହେ ନା ଫାଇବର ଏଥିରେ ଥିବାରୁ ଆଉ ହଜମ କରେଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା କମାଇବାରେ ଏହା ସାହାଯ୍ୟ କରିଥାଏ। ଏହାକୁ ଯଦି ଖାଇବେ ଆପଣ। ଓଜନ କମାଇବାକୁ ଚାହୁଁଥିବା ଲୋକ ଏହା ଖାଇପାରିବେ କି? ବାତାପି ଲେମ୍ବୁରେ କ୍ୟାଲୋରି କମ୍ ଓ ଫାଇବର ଅଧିକ ଥିବାରୁ ପେଟ ଭରିଲା ଭଳି ଲାଗେ, କିନ୍ତୁ କେବଳ ଏହା ଖାଇଲେ ଓଜନ କମେ ନାହିଁ। ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ ମଧ୍ୟ ଦରକାର। ହୃଦୟ ପାଇଁ କୌଣସି ଲାଭ ଅଛି କି? ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଫାଇବର ହୃଦୟ ସ୍ୱାସ୍ଥ୍ୟକୁ ସହାୟତା କରିପାରେ। ଚର୍ମ ପାଇଁ କ'ଣ ଲାଭ? ଚର୍ମ ଏମିତି ଗୋଟେ ବେମାର, ଏଇ ଯେଉଁ ଭିଟାମିନ୍ ସି ଏଇ ଯେଉଁ ବାତାପି ଲେମ୍ବୁରେ ଥାଏ, ଏହା ଖାଇଲେ କ'ଣ ହୁଏ, ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା କିପରି ଖାଇବା ଦରକାର ଆଉ କ'ଣ ସାବଧାନତା ଅବଲମ୍ବନ କରିବା ଦରକାର? ଦେଖ, ପ୍ରତ୍ୟେକ ଜିନିଷ ସମ ପରିମାଣରେ ଖାଇବା ଉଚିତ। ଏଇ ଅଧିକ ପରିମାଣରେ ଖାଇଲେ କେତେକ ଲୋକଙ୍କର ଅମ୍ଳତା ବା ପେଟରେ ଅସୁବିଧା ହେଇପାରେ, ଯାହାଙ୍କର ଅଧିକ ଏସିଡ଼ିଟି ଅଛି। ତେଣୁ ଭଲ ଭଲ ଜିନିଷକୁ ଆପଣ ମନେ ରଖନ୍ତୁ, ଦେଖନ୍ତୁ ଫଟୋରେ ସେ ବାତାପି ଲେମ୍ବୁ କେମିତିକା, ଅତି ସୁନ୍ଦର ଦେଖାଯାଏ ଏବଂ ଏଥିରେ ଉପକାରୀ ଥାଏ। ଆପଣମାନେ ଖାଆନ୍ତୁ, ସୁସ୍ଥରେ ରୁହନ୍ତୁ।